ନମ୍ରତା ମଣିଷର ସବୁଠୁ ବଡ଼ ଆଭୂଷଣ। ଏହା ଆମ ସ୍ୱଭାବକୁ ଅନ୍ୟମାନଙ୍କ ପାଇଁ ସୁନ୍ଦର ଭାବରେ ପ୍ରକାଶ କରିବାରେ ସହାୟକ ହୁଏ। ବିନୟୀ ସ୍ୱଭାବର ବ୍ୟକ୍ତିବିଶେଷ ଯାହା ବି କୁହନ୍ତି ତାକୁ ଶୁଣିବା ପାଇଁ ସଭିଙ୍କ ମନରେ ଆଗ୍ରହ ଜନ୍ମେ। ଲୋକେ ସେଭଳି ବ୍ୟକ୍ତିଙ୍କୁ ନିଜର ମନେକରି ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ ତା'ର ସମାଧାନର ବାଟ ସେହିଭଳି ବ୍ୟକ୍ତିଙ୍କୁ ହିଁ ପଚାରି ବୁଝନ୍ତି। ବିନମ୍ର ସ୍ୱଭାବର ବ୍ୟକ୍ତିଙ୍କ ବିଚାର ବୁଦ୍ଧି ଯେହେତୁ ସ୍ଥିର ରହେ, ସେହିଭଳି ବ୍ୟକ୍ତି ଉପଯୁକ୍ତ ସମାଧାନର ପନ୍ଥା ମଧ୍ୟ ଦେଖାଇ ପାରନ୍ତି। ତେବେ ଗୁଣୀ ଲୋକ ହିଁ ବିନମ୍ର ହୋଇପାରନ୍ତି। ଯେଉଁଭଳି ଗଛଟିଏ ଫଳରେ ପରିପୂର୍ଣ୍ଣ ହେଲେ ହିଁ ନଇଁଯାଏ, ଠିକ୍ ସେହିଭଳି ସୁଗୁଣରେ ସମ୍ପନ୍ନ ହେଲେ ହିଁ ବ୍ୟକ୍ତି ନମ୍ର ହୋଇପାରନ୍ତି। ବିଦ୍ୟା ଦଦାତି ବିନୟମ୍ ବିନୟାତ୍ ୟାତି ପାତ୍ରତାମ୍। ପ୍ରକୃତରେ ଯେ ବିଦ୍ୟା ପ୍ରାପ୍ତ ହୁଅନ୍ତି ତାଙ୍କ ମନରୁ ଭ୍ରମରୂପକ ଅନ୍ଧକାର ଦୂର ହୋଇ ଅହଙ୍କାରର ଆବରଣ କ୍ରମେ ନଷ୍ଟ ହୋଇପାରେ। ଅହଙ୍କାର ମୁକ୍ତ ହେଲେ ବ୍ୟକ୍ତି ଅନ୍ୟକୁ ବୁଝିବା ପାଇଁ ଆଗ୍ରହୀ ହୁଅନ୍ତି। ଯେହେତୁ ଏଭଳି ଅବସ୍ଥା ଭାବ ବିନିମୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବର ଆଦାନ ପ୍ରଦାନ ପ୍ରକ୍ରିୟା ସମ୍ଭବ ହୁଏ। ଜଣେ ଅପରର ସମସ୍ୟା ବୁଝିଗଲେ ସମାଧାନର ପନ୍ଥା ଖୋଜିବାରେ ସେମାନେ ଏକତ୍ର ପ୍ରୟାସ କରିବା ସହଜ ହୁଏ। ବିଦ୍ୟାର୍ଜନ କରି ଯୋଗ୍ୟ ହେଲେ ଧନପ୍ରାପ୍ତିର ମାର୍ଗ ପ୍ରଶସ୍ତ ହୁଏ। ତେବେ ଧନ ଅର୍ଜନ କରି କେବଳ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ଭିତରେ ବୁଡ଼ି ରହିଲେ ଆମ ବିଦ୍ୟାର ପ୍ରୟୋଜନୀୟତା ରହେ ନାହିଁ। ଯେଉଁ ବୃହତ୍ତର ସ୍ୱାର୍ଥ ପାଇଁ ଆମେ ବିଦ୍ୟାର୍ଜନ କରିଥାଉ, ସେହି ଦିଗ ପ୍ରତି ଆମେ ଉଦାସୀନ ରହିଯିବା ଆମକୁ ସମୟକ୍ରମେ ରୁକ୍ଷ କରିଦିଏ। ଅନ୍ୟର ସୁଖ ଦୁଃଖର ଭାଗୀ ହେବାର ଯେଉଁ କୋମଳ ଭାବ ଆମକୁ ଆମର ଜ୍ଞାନ ଶିଖାଇଥାଏ, ତାକୁ ଅଣଦେଖା କରି ନିଜ ସୁଖକୁ ଅଧିକ ଗୁରୁତ୍ୱ ଦେବାର ଇଚ୍ଛା ଆମକୁ ସମୟକ୍ରମେ ସ୍ୱାର୍ଥାନ୍ଧ କରି ପକାଏ। ଏଣୁ ଶାସ୍ତ୍ର କହିଛି, ଧନ ଅର୍ଜନ କରି ଧର୍ମ କରିବାର ଆବଶ୍ୟକତା ରହିଛି। ପାତ୍ରତ୍ୱାତ୍ ଧନମ୍ ଆପ୍ନୋତି ଧନାଦ୍ ଧର୍ମମ୍ ତତଃ ସୁଖମ୍। ଧନ ଅର୍ଜନ କରି ଧର୍ମ କରିପାରିଲେ ମନକୁ ଯେଉଁ ଶାନ୍ତି ମିଳେ, ସେହି ଶାନ୍ତି ହିଁ ବାସ୍ତବରେ ସୁଖ। କେବଳ ମୁଁ ଖାଇ ପିଇ ଭଲରେ ରହିବି ଭାବିବା ଅଳ୍ପ ସମୟ ପାଇଁ ହୁଏତ ଠିକ୍ ଲାଗିପାରେ, କିନ୍ତୁ ଟିକେ ଗଭୀର ଭାବରେ ବିଚାର କଲେ ଏହି କଥା ସ୍ପଷ୍ଟ ହୋଇଯିବ ଯେ ନିଜ ପାଇଁ ନିଜେ ବଞ୍ଚିବା ଆମ ଜୀବନକୁ ପଶୁତୁଲ୍ୟ ଜୀବନରେ ପରିଣତ କରି ପକାଏ। ଟିକିଏ ଉଚ୍ଚତର ଭାବନା ନେଇ ସୁଖର ଅସଲ ଅର୍ଥ ଖୋଜିଲେ ଅନ୍ୟକୁ ସୁଖୀ କରିପାରିବାର ଆନନ୍ଦକୁ ଅନୁଭବ କରିହୁଏ। ଏହି ଅନୁଭବକୁ ଅଧିକ ସମୟ ପାଇଁ ଉପଭୋଗ କରି ରଖିବାକୁ ହେଲେ ନିରନ୍ତର ଏହି ସତ୍କର୍ମରେ ନିଜକୁ ନିୟୋଜିତ ରଖିବାକୁ ହେବ। ନିଜେ ଏହିଭଳି ଏକ ବିନମ୍ର ଭାବର ଅଧିକାରୀ ହୋଇପାରିଲେ ତେଣିକି ଏଭଳି ବିନମ୍ର ବ୍ୟକ୍ତିବିଶେଷଙ୍କ ବାକ୍ୟର ସୁଦୂର ପ୍ରସାରୀ ପ୍ରଭାବ ରହିବ। ତାଙ୍କ କଥାକୁ କାଟିବା ଉଚିତ ହେବ ନାହିଁ ବୋଲି ସାଧାରଣରେ ଏକ ବିଚାର କ୍ରିୟାଶୀଳ ହେବ। ଏଭଳି ବିନମ୍ର ବୁଦ୍ଧି ବିଚାର ସମ୍ପନ୍ନ ବ୍ୟକ୍ତିଙ୍କ ପାଇଁ ଅନେକ ଲୋକଙ୍କ ମୁଣ୍ଡ ଆପେ ନଇଁଯିବ। ସମାଜ ସେମାନଙ୍କ ବିଚାରକୁ କାର୍ଯ୍ୟରେ ପରିଣତ କରିବା ଦିଗରେ ପାଦେ ପାଦେ ଆଗେଇ ପାରିଲେ ସମାଜରେ ସୁଖ ବିରାଜିତ ହେବ। ପରୋପକାର ଭଳି ଏକ ବିଚାର ବାସ୍ତବରେ ସମାଜକୁ ପରିବର୍ତ୍ତନ କରିବାରେ ସମର୍ଥ ହେବ। ବିଚାର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସମାଜକୁ ଦିଗ୍ଦର୍ଶନ ଦେବାକୁ ଆଗଭର ହେଲେ ତା'ର ସୁପ୍ରଭାବ ସୁଦୂର ପ୍ରସାରୀ ହେବା ସହ ଖୁବ୍ ଫଳପ୍ରଦ ମଧ୍ୟ ହେବ।